ଆଜି ମୁଁ ଆପଣଙ୍କୁ ୱାକଫ ବିଲ୍ ବିଷୟରେ କହିବି। ଏହି ୱାକଫ ସଂଶୋଧନ ବିଲ୍ କ'ଣ? ଏହି ୱାକଫ ସଂଶୋଧନ ବିଲ୍କୁ ବିଜେଡି କ'ଣ ପାଇଁ ବିରୋଧ କରୁଛି ତାହା ମୁଁ ଏହି ଭିଡ଼ିଓରେ ଆପଣଙ୍କୁ ଜଣାଇବି। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କେନ୍ଦ୍ର ସରକାର ସଂସଦରେ ୱାକଫ ସଂଶୋଧନ ବିଲ୍ ଆଗତ କରିଛନ୍ତି, କିନ୍ତୁ ମୁସଲିମ ସଂଗଠନ ଏହାକୁ ବିରୋଧ କରୁଛନ୍ତି। ଦେଶରେ ୱାକଫ ସମ୍ପତ୍ତିର ପରିଚାଳନାରେ ଉନ୍ନତି ଆସିବ ବୋଲି କେନ୍ଦ୍ର ସରକାର କହୁଛନ୍ତି। ବିରୋଧୀ ଏହାକୁ ସାମ୍ବିଧାନିକ ବିଧି ବ୍ୟବସ୍ଥା ବିରୋଧ ବୋଲି କହୁଛନ୍ତି। ହେଲେ ଏହି ୱାକଫ ସଂଶୋଧନ ବିଲ୍ କ'ଣ? ଏହି ବିଲ୍ରେ କ'ଣ ସଂଶୋଧନ ହେବାକୁ ଯାଉଛି ଆସନ୍ତୁ ଜାଣିବା। ୱାକଫ ସମ୍ପତ୍ତିର ପ୍ରଶାସନିକ କ୍ଷେତ୍ରରେ ସୁଧାର ଆଣିବା ୱାକଫ ସଂଶୋଧନ ବିଲ୍ର ମୁଖ୍ୟ ଉଦ୍ଦେଶ୍ୟ ବୋଲି କେନ୍ଦ୍ର ସରକାର କହିଛନ୍ତି। ଏଥିରେ 1995 ୱାକଫ ଆଇନରେ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ସଂଶୋଧନ ଦ୍ୱାରା ପୂର୍ବ ଆଇନରେ ରହିଥିବା ତ୍ରୁଟିକୁ ଦୂର କରିବା ସହ ୱାକଫ ବୋର୍ଡର ଦକ୍ଷତା ବୃଦ୍ଧି କରାଯିବ। ୱାକଫର ପରିଭାଷାକୁ ସରଳ କରିବା ପାଇଁ ୱାକଫ ରେକର୍ଡ ପରିଚାଳନା କ୍ଷେତ୍ରରେ ଟେକ୍ନୋଲୋଜିର ଭୂମିକା ବଢ଼ାଯିବ। ଟେକ୍ନୋଲୋଜି ପୋର୍ଟାଲ ମାଧ୍ୟମରେ ୱାକଫ ସମ୍ପତ୍ତିର ପରିଚାଳନା କରାଯିବ। ଟ୍ରାକିଂ, ଚିହ୍ନଟ ଓ ତଦାରଖରେ ଉନ୍ନତି ଆସିବା ସହ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବଢ଼ିବ। ଭୁଲ ଆର୍ଥିକ ପରିଚାଳନାକୁ ରୋକାଯିବା ଫଳରେ କଲ୍ୟାଣକାରୀ କ୍ଷେତ୍ରରେ ଅର୍ଥ ବିନିଯୋଗ ବଢ଼ିବ। ୱାକଫ ଜମିର ଅପବ୍ୟବହାର ଓ ଅବୈଧ ଦଖଲ ରୋକିବା ଦ୍ୱାରା ରାଜସ୍ୱ ବଢ଼ିବ। ଆର୍ଥିକ ଅନଗ୍ରସରଙ୍କୁ ସ୍ୱାସ୍ଥ୍ୟସେବା, ଶିକ୍ଷା ଭଳି ସହାୟକ ଯୋଗାଇ ଦିଆଯାଇପାରିବ। ବିଜେଡି ସାଂସଦ ସମ୍ବିତ ପାତ୍ର ଏହି ୱାକଫ ବିଲ୍କୁ ସମର୍ଥନ କରୁଥିବା ବେଳେ କିନ୍ତୁ ମୁନ୍ନା ଖାଁ ଏହି ବିଲ୍କୁ ବିରୋଧ କରିଛନ୍ତି। ମୁନ୍ନା ଖାଁ କହିଛନ୍ତି କି ଏହି ୱାକଫ ସମ୍ପତ୍ତି କେମିତି ସୁରକ୍ଷିତ ରହିବ ତାହା ମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ମୁନ୍ନା ଖାଁ ସଂସଦରେ ଯୁକ୍ତି ବାଢ଼ିଛନ୍ତି। ସମ୍ବିତ ପାତ୍ର ଟ୍ୱିଟ୍ କରି କହିଛନ୍ତି, ଏହି ୱାକଫ ବିଲ୍କୁ ସମର୍ଥନ କରିବା ପାଇଁ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ ବୋଲି ସମ୍ବିତ ପାତ୍ର କହିଛନ୍ତି। ଏହି ୱାକଫ ବିଲ୍କୁ ସମର୍ଥନ କରିବା ପାଇଁ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ ବୋଲି ସମ୍ବିତ ପାତ୍ର କହିଛନ୍ତି। ଆପଣମାନଙ୍କୁ ଭଲ ଲାଗେ ଲାଇକ୍ କରିବେ, ସେୟାର କରିବେ। ଆଗକୁ ଆସୁଥିବା ସବୁ ନୂଆ ଭିଡ଼ିଓ ଦେଖିବା ପାଇଁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ସାଙ୍ଗରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିବେ। ମୁଁ ଯେତେବେଳେ ନୂଆ ଭିଡ଼ିଓକୁ ଅପଲୋଡ଼ କରିବି ସର୍ବପ୍ରଥମେ ଆପଣଙ୍କୁ ନୋଟିଫିକେସନ୍ ମିଳିଯିବ। ରହିଲି, ନମସ୍କାର।